ଏଇଥିରେ ଆଉ ଏକ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପୂର୍ବେ ଆମେ ପଢିଲେ ପିଠା କ୍ଷୀରି ସାକର ପୁରଇଲେ କାଞ୍ଚଳାରେ ଆଞ୍ଜା ବନ ସାରି ଦେବି ହୋଇଲେ ବାହାରେ। ଦେଖ ପିଲେ ତମମାନଙ୍କର ଏଇଠି ପୃଷ୍ଠା। ହଁ ଦେଖ ପିଲେ ପିଠା କ୍ଷୀରି ସାକର ପୁରଇଲେ କାଞ୍ଚଳାରେ ଆଞ୍ଜା ବନ ସାରି ଦେବି ହୋଇଲେ ବାହାରେ। କଣ କଥା ହେଇଛି ଏଠି ଦେଖ ପିଲେ ପିଠା କ୍ଷୀରି ସାକର ପିଠା କ୍ଷୀରି ସାକର ଯାହା ଯାହା ସବୁ ବାଢିଥିଲେ ନିଜେ ଖାଇବେ ବୋଲି ପିଠା ବାଢିଥିଲେ କ୍ଷୀରି ବାଢିଥିଲେ ଏବଂ ସାକର ମଧ୍ୟ ବାଢିଥିଲେ ସବୁ ପୁରେଇଲେ କାଞ୍ଚଲାରେ। ହେଁ? କାଞ୍ଚଲା କହିଲେ କଣ କଂସାରେ ବେଲାରେ ସବୁତିକ ପୁରେଇକି କଣ କରିବେ ଶିବ ଶଙ୍କର ଯେମିତି ନ ଜାଣନ୍ତି ତାଙ୍କ ବିନା ମୁଁ ଆଜି ଖାଉଛି। ତାଙ୍କ ଆଗରୁ ମୁଁ ଆଜି ଖାଉଛି ଏହା ଏକ ଲଜ୍ଜାଜନକ କଥା। ତେଣୁ ସେ ସବୁକୁ ଯାହା ଯାହା ବାଢିଥିଲେ ସବୁ କାଞ୍ଚୁଲରେ ପୁରେଇ ଦେଲେ। ପୁରେଇ ସାରିବା ପରେ କଣ କଲେ ଆଞ୍ଛା ବନ ସାରି। ଆଞ୍ଛା କହିଲେ ପିଲେ କଣ ଆଞ୍ଛା ସାରି କହିଲେ ମୁହଁ ହାତ ଧୋଇ। ବୁଝିପାରିଲା ମାନେ ଖାଇସାରିବା ପରେ ମୁହଁ ଧୁଅନ୍ତି ନା ନାଇଁ ମୁହଁକୁ ଧୋଇ ପଡିଲେ ପାର୍ବତୀ ଆଞ୍ଛା ବନ ସାରି ଦେବି ହୋଇଲେ ବାହାରେ। ବାହାରକୁ ଆସିଲେ ଦେବୀ ପାର୍ବତୀ ଭୋଜନ ବାହାରକୁ ଆସିଲେ। ତାପରେ କଣ ଅଛି ଆସିକି କଣ କରୁଛନ୍ତି ଦେଖ ପିଲେ ରତନ ଝରିରେ ପାଣି ଯେ ପୁରୋଇ ଛାମୁରେ ପ୍ରବେଶ ଯେ ହୋଇଲେ ମହାମାଇ। କଣ କହିଛନ୍ତି ଦେଖ ନା ରତନ ଝରିରେ ଦେବୀ ପାଣି ଯେ ପୁରୋଇ ରତନ ଝରି ରତ୍ନ ଝରି କେଉଁଥିରେ ସେ ପାଣି ଆଣିଥିଲେ ପରୀକ୍ଷାରେ ଆସେ ମଧ୍ୟ ତୁମ ମାନଙ୍କର ପିଲେ କୋଶ୍ଚିନ୍ ମାତା ପାର୍ବତୀ ଦେବୀ ପାର୍ବତୀ ରତନ ଝରିରେ ଶିବ ଶଙ୍କର ପାଇଁ ମାନେ ଗୋରୁ କିନା ଯୋଉ କାମ କରୁଛେ ଢାଳ ସେଇଠି ପାଣି ଆଣି କଣ କଲେ ପାଣି ସେଥିରେ ପାଣି ପୁରେଇଲେ ଏବଂ ଛାମୁରେ ପ୍ରବେଶ ହୋଇଲେ। ବୁଝିପାରିଲା ଛାମୁରେ ପ୍ରବେଶ ହୋଇଲେ। ଦେଖ ସ୍କ୍ରିନକୁ ଦେଖ ମହାମାଇ କହିଲେ ମହାଦେବୀ ଦେବୀ ପାର୍ବତୀ କଣ କଲେ ଛାମୁରେ ପ୍ରବେଶ ହୋଇଲେ କହିଲେ ଶିବ ଶଙ୍କର ପାଖକୁ ଗଲେ। ଦେଖ ପିଲେ ଏଠାରେ ଆମର ପରମ୍ପରା ଉତ୍କଳୀୟ ସଂସ୍କୃତି ପରମ୍ପରା ଆମ ଘରକୁ ଜଣେ ତୋତେ ଅତିଥି ଆସିଲେ ତାଙ୍କୁ ଆମେ କଣ କରୁଛେ ପ୍ରଥମେ ଘରକୁ ଆସିଲେ ପ୍ରବେଶ କରାଯାଏ କିଛି ଆମେ ତାଙ୍କୁ ପାଣି ଦେଉ ନା ନାଇଁ ଗୋଡ ହାତ ଧୋଇବା ପାଇଁ। ସେଇ ଶିବ ଶଙ୍କର ଆଜି ଏଇ ସନ୍ଧ୍ୟା ସମୟରେ ପରିଭ୍ରମଣ କରିକି ଫେରୁଛନ୍ତି ଏବଂ ତାଙ୍କ ପାଇଁ ରତ୍ନ ଝରିରେ ଦେବୀ ପାର୍ବତୀ ପାଣି ନେଇକି ଯାଇଛନ୍ତି। ଏବଂ ତାପରେ କଣ ହେଇଛି ଦେଖ ପିଲେ ନନ୍ଦିକେଶ୍ୱରଙ୍କୁ ରାଇ ଆଜ୍ଞା ଦିନେ ସଦାନନ୍ଦ ବୃଷଭ ଗୋଟିକ ନେଇ ଗୁଆଣୀରେ ବେଗ ବାନ୍ଧ। କଣ ହଉଛି ନା ନନ୍ଦିକେଶ୍ୱରଙ୍କୁ ରାଇ ବୁଝିପାରିଲା ନନ୍ଦିକେଶ୍ୱରଙ୍କୁ ରାଇ କହିଲେ କଣ ଡକାଇ ନନ୍ଦିକେଶ୍ୱରଙ୍କୁ ଡକାଇ ନନ୍ଦିକେଶ୍ୱର କହିଲେ କିଏ ଆମେ ସମସ୍ତେ ଜାଣିଛେ ଶ୍ରେଷ୍ଠ ବୃଷଭ ଯିଏ ନନ୍ଦିକେଶ୍ୱରଙ୍କୁ ସଦାନନ୍ଦ ରାଇ ଡକାଇକି ଆଜ୍ଞା ଦିଲେ କଣ ଆଜ୍ଞା ଦେଲେ ଚ୍ୟାଲେଞ୍ଜ ଗୋଟେ ଅଛି ନା ପରୀକ୍ଷା କରିବେ ଆଜି ବୃଷଭ ଆଜି ସାହାଡା ପତ୍ରଟିଏ ମଥାରେ ମାରିଛି ଏବଂ ବହୁତ ବଡ ହସି କହୁଛି ହେ ମହାଦେବ ଏହାକୁ ମାରିଲେ ବଢିଆ ଖାଦ୍ୟ ମିଳିବ।
ତେଣୁ ତାକୁ ପରୀକ୍ଷା କରିବା ପାଇଁ ସଦାନନ୍ଦ ଈଶ୍ୱର ନନ୍ଦିକେଶ୍ୱରଙ୍କୁ ଡାକିଛନ୍ତି। ଡାକି କଣ ଆଜ୍ଞା ଦେଉଛନ୍ତି ନା ଏଇ ବୃଷଭ ଗୋଟିକ ନେଇ ଗୁଆଳିରେ ବେଗ ବାନ୍ଧ, ଗୁଆଳିରେ ନେଇ ବାନ୍ଧ। ଏଇ ବୃଷଭ ଗୋଟାକୁ ନେଇ କଣ କର, ଗୁଆଣିରେ, ଗୁଆଣି କହିଲେ କଣ, ଗୁଆଣି କହିଲେ ଗୁହାଳରେ। ସେ ଯୋଉ ତାଙ୍କ ଗୁରୁ ଯୋଉଠି ରୁହନ୍ତି, ତମମାନଙ୍କର ଘରେ ଗୁରୁ ଯୋଉ ସ୍ଥାନ ବାସ ଯାହାକୁ ଆମେ କହୁଛେ କଣ ଗୁହାଳି। ଗୁହାଳି କହିଲେ କଣ, ଗୁହାଳ। ସେଠି କଣ ବାନ୍ଧେ, ମାନେ ଶୀଘ୍ର ଏହାକୁ ବାନ୍ଧି ପକା, ନ ହେଲେ କୁଆଡେ କାଳେ ବୁଲି ବାହାରିକି ଖାଇଦବ। ଶୀଘ୍ର ବାନ୍ଧି ପକା। ତାପରେ କଣ କହିଛନ୍ତି ଦେଖ ପିଲେ, ଆଜ୍ଞା ପ୍ରମାଣେ ନନ୍ଦିକେଶ୍ୱର ଗଲା, ଯତନ କରି ତାକୁ ଖମ୍ବରେ ନେଇ ବାନ୍ଧିଲା। କଣ ହେଇଛି, ଆଜ୍ଞା ସଦାନନ୍ଦଙ୍କର ଆଜ୍ଞାକୁ ପାଇ, କାହିଁକି ନା ପ୍ରଭୁ ଆଜ୍ଞା ଶିରୋଧାର୍ଯ୍ୟ, ପ୍ରଭୁ ଯାହା କହିବେ ତାଙ୍କ ଆଜ୍ଞାକୁ ତ ମାନିବାକୁ ହିଁ ପଡିବ। ତେଣୁ ସେ ଯଦି କହିବା ସଦାନନ୍ଦ ଶିବ ଶଙ୍କର ଆଜ୍ଞା ଦେଇଛନ୍ତି ନନ୍ଦିକେଶ୍ୱର ନେଇକି ଶୀଘ୍ର ବାନ୍ଧି ପକା, ଶୀଘ୍ର ନେଇ ବାନ୍ଧ, ତାହେଲେ ସେଇ କଥା, ସେଇ ଆଜ୍ଞାକୁ ନନ୍ଦିକେଶ୍ୱର ପାଇକି କଣ କଲା, ଗଲା, ଯାଇକି କଣ କଲା, ଯତନ କରି, ଯତନ କରି ତାକୁ ଖମ୍ବରେ ନେଇ ବାନ୍ଧିଲା। ବୁଝିପାରିଲା, ଯତ୍ନ ସହକାରରେ, ବୁଝିପାରିଲା, ଖାମଖାଲି ନୁହେଁ, ଯତ୍ନ ସହକାରରେ ତାକୁ ନେଇକି ଖୁଣ୍ଟରେ ବାନ୍ଧିଲା, ଯୋଉଠି ବୃଷଭକୁ ବନ୍ଧାଯାଏ। ବୁଝିପାରିଲା ନା ନାଇଁ। ତାପରେ କଣ ହେଇଛନ୍ତି ଦେଖ ପିଲେ, ଈଶ୍ୱରେ ଆଜ୍ଞା ଦିଲେ ନନ୍ଦିକେଶ୍ୱର ପୁରାଇ, ଖଡ ଆହାର ଘାସ ପାଣି କିଛି ଅନ୍ନ ଦବୁଟି ବୋଇলাই। ତାମାନେ ଈଶ୍ୱର ଆଜ୍ଞା ଦେଲେ, ଈଶ୍ୱର ଆଜ୍ଞା ଦେଇଛନ୍ତି, କଣ କହୁଛନ୍ତି, କହୁଛନ୍ତି ତ, କହିଛନ୍ତି ତ ଶୀଘ୍ର ନେଇ ବାନ୍ଧି ପକା, ଇଏ ବାନ୍ଧିଛନ୍ତି ଏବଂ ତାପରେ ପୁଣି ରାଇ ଆଉ ଥରେ ତାକୁ ବାନ୍ଧିକି ଡକେଇକି ନନ୍ଦିକେଶ୍ୱରଙ୍କୁ ଆଜ୍ଞା ଦେଲେ। କଣ କହିଲେ, କାହିଁକି ନା କାରଣ ବାନ୍ଧୁ ବାନ୍ଧୁ କାଳେ ନେଇକି ତା ଆଗରେ ଘାସ ଗୁଡେ ପକେଇଦେବେ, କାଳେ ବାନ୍ଧୁ ବାନ୍ଧୁ ତାକୁ ନେଇକି ପାଣି ଦେଇଦେବେ, କାଳେ ବାନ୍ଧୁ ବାନ୍ଧୁ ନେଇ ଅନ୍ନ ଦେଇଦେବେ, କାଳେ ବାନ୍ଧୁ ବାନ୍ଧୁ ତାକୁ ନେଇକି ଆହାର ଦେଇଦେବେ। ଈଶ୍ୱର କହିଲେ ନା 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 ନା, ଆଜି ପରୀକ୍ଷା ହବ, ଆଜି ପରୀକ୍ଷା କରାଯିବ, ଆଜି ପରୀକ୍ଷା କରାଯିବ, ତେଣୁ ତାକୁ ଖଡ ଦେବୁନି। ବୁଝିପାରିଲା, ଖଡ, ତାକୁ ଖଡ ଦେବୁନି, ଖଡ କହିଲେ ଶୁଖିଲା ନଡା, ତାକୁ ଦବୁନି, ତାକୁ କିଛି ଆହାର ଦବୁନି, ତାକୁ ଘାସ ଦବୁନି, ତାକୁ ପାଣି ଦବୁନି, ତାକୁ ଅନ୍ନ ଦବୁନି, କିଛି ଆଜି ତାକୁ ଦବୁନି, ଆଜି ପରୀକ୍ଷା କରାଯିବ। କଣ କହିଲା, ବଡ ବଡ, ଦେଖ ପରୀକ୍ଷା ଆଜି କରାଯିବ ତାର ବୃଷଭର। କଣ କହିଲା, ବଡ ବଡ କଥା କହିଲା, ପତ୍ରଟିଏ ନେଇକି ମୁଣ୍ଡରେ ମାରିଦେଲେ ଖାଦ୍ୟ ମିଳିବ, ଦେଖିବା କେମିତି ମିଳିବ ତତେ ଆଜି ଖାଦ୍ୟ ମିଳୁଛି। ଆରେ ମୁଁ ତ ମାଲିକ, ମୁଁ ଦେଲେ ସିନା ତୁ, ମନ ଇଚ୍ଛା ତୁ କଣ ପତ୍ରଟିଏ ମାରୁ ମାରୁ କହୁଛୁ ଖାଇବାକୁ ମିଳିବ, ଦେଖିବା ଆଜି ପରୀକ୍ଷା କରିବା। ତେଣୁ ନନ୍ଦିକେଶ୍ୱର ଏ କଥାକୁ ଏକ କଥାକୁ କରିବୁନି, ପାଣି ଆଉ କଣ କରିବୁନି। ନନ୍ଦିକେଶ୍ୱର ସ୍ୱାମୀ କହୁଛନ୍ତି, ଶିବ ଶଙ୍କର କହୁଛନ୍ତି, କଣ କହିଲେ, ଏସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବେ, ଆଜି ପାଇଁ ବେଶୀ ଏତିକି।